ଶ୍ରୋତା ବନ୍ଧୁ, ସମକାଳୀନ ଓଡ଼ିଆ କଥା ସାହିତ୍ୟ ଧାରାରେ ଯଶସ୍ୱିନୀ ତଥା ଏକ ସମ୍ଭ୍ରାନ୍ତ ଉଚ୍ଚାରଣ ହେଉଛନ୍ତି ଶ୍ରୀମତୀ ପାରମିତା ଶତପଥୀ। ବୃତ୍ତିରେ ଅର୍ଥଶାସ୍ତ୍ରର ଛାତ୍ରୀ, କିନ୍ତୁ ପ୍ରବୃତ୍ତିରେ ଜଣେ ଏକନିଷ୍ଠ ସାହିତ୍ୟ ସାଧିକା। କେନ୍ଦ୍ରୀୟ ରାଜସ୍ୱ ଅଧିକାରୀ ଭାବରେ ସେ ସମ୍ପ୍ରତି ପ୍ରଧାନ ଆୟକର ଆୟୁକ୍ତ ଭାବରେ ଦିଲ୍ଲୀରେ ଅଧିଷ୍ଠିତ। ସେ ଜଣେ ତ୍ରିଭାଷୀ ଲେଖିକା, 25ରୁ ଉର୍ଦ୍ଧ୍ୱ ପୁସ୍ତକର ରଚୟିତ୍ରୀ। 2012 ମସିହାରେ ଲିଖିତ ପ୍ରାପ୍ତି ଗଳ୍ପ ସଂକଳନ ନିମନ୍ତେ 2016 ମସିହାର ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ସେ ଲାଭ କରିଛନ୍ତି। ଏତଦ୍‌ବ୍ୟତୀତ ପାରମିତା ଶତପଥୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ, କଳିଙ୍ଗ ଇଣ୍ଟରନ୍ୟାସନାଲ ଲିଟରେରୀ ଆୱାର୍ଡ, ସିସୋର ସାହିତ୍ୟ ଏକାଡେମୀ ସମ୍ମାନ, ଭାରତୀୟ ଭାଷା ପରିଷଦ ଯୁବ ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ, କାଦମ୍ବିନୀ ଗଳ୍ପ ସମ୍ମାନ, ଅମୃତାୟନ ଗଳ୍ପ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ ଇତ୍ୟାଦି ଅନେକ ସମ୍ମାନ ସମ୍ବର୍ଦ୍ଧନା ପ୍ରାପ୍ତ ହୋଇଛି। ତାଙ୍କର ବହୁ ଭାଷାରେ ଅନୁଦିତ ପୁସ୍ତକ ଗୁଡ଼ିକ ବେଶ ଆଦୃତି ଲାଭ କରିଛି। ତାଙ୍କ ସୃଷ୍ଟି ଗୁଡ଼ିକ ମଧ୍ୟରେ ରହିଛି ଚନ୍ଦନର ଫୁଲ, ନାରୀ କବି ଓ ଅନ୍ୟମାନେ, ପ୍ରାପ୍ତି, ପ୍ରିଟେନ୍ସ, इंटीमेट प्रिटेंस, कुरेई फूल, दूर के पहाड़, अंतरंग छल, अपथचारिणी, भाषाक्षर, विविध आस्वप्न, अभिप्रेत काल इत्यादि। शब्द और भाव को निज जीवन महत्वपूर्ण यात्रापथ भाव से ग्रहण करती एवं से मन करती शब्द और भाव को नहीं से अभिप्रेत। गोटे तांकर साहित्यिक जीवन, अन्यटी तांकर बाह्य जीवन। आज पारमिता शतपथींकर नारी कवि और अन्य माने गल्प संकलनस्थ एक चमत्कार गल्प आपण मानक निकट रे मु उपस्थापन करुछि, जार शीर्षक हेउछि काया पलट। गोटे तीव्र तीक्ष्ण चित्कार रे रुनी हाथरू कलम खसी पड़ला। से चौकी ठेली ठिया होई पड़ला ओ किछि जेमती धड़पड़ हेला ता छाती भितरे। चित्कार आसीथिला पाख कोठरीरू जेजींको रूमरू। कौन हेला, कौन हेई पारे? दौड़ी गला रुनी। कौन हेला जेजी, कौन? टिके पाखकु जाई तांकु धीरे छुईला रुनी ओ परे परे सामान्य हलाई देला। जेजी स्थिर दृष्टि छातकु चाहिथिले। रुनी मुह घुराई उपरकु चाहिला। फैन घुरुची, सेमती किछि देखिला भली तो नाही आउ। कौन हेला जेजी? पाटी कल एमती जे? टिके परे ता आडकु चाहिले जेजी। चाहिला माने तांका आखि डोला सामान्य घुरी रुनी उपरे स्थिर हेला। हेले रुनी को लागुथाए जेमती से ताकु चाहि नाहंती, ता कांध देई पछपटरे दूर किछि को चाहिचंती। इच्छा नथिले मध्य रुनीर मुह पछकु बुलीगला मुहूर्ते पाई। पछरे केही नाही, ए कथा रुनी को जणा थिला। किछि दरकार? पानी पीबो? आउ थरे जेजींको खट पाखरे नई पड़ी पचारला रुनी। लुगा गुड़ाक सुखुची, ओदा ही जीवो, वर्षा पड़िलानी। जेजी, कौन कहूच तुमे? वर्षा काई? एइटा परा एप्रिल मास। देह हाथ जली जाउची, जो खरा। रुनी जेजींको खट आड़कू टिके झुंकी पड़ला। आचार सुखेइथिली, नीना टिके नेई आमो। माँ ओदा ही जीवो, खराब ही जीवो।
ମୁଁ ନୀନା ନୁହେଁ ଜେଜି, ମୁଁ ରୁନି, ତୁମ ନାତୁଣୀ। ନୀନା ହେଉଛି ତୁମ ଝିଅ, ମୋ ପିଉସୀ। ରୁନି ଟିକେ ଚିତ୍କାର କଲା ପରି କହିଲା। ଆଖି ମେଲି ଟିକେ ତାକୁ ଦେଖିବାକୁ ଯେମିତି ଚେଷ୍ଟା କଲେ ରୁନିର ଜେଜି। ରୁନି ବି ନିରେଖି ଚାହିଁଲା ତାଙ୍କୁ। ଆଖି ଦିଟା ପେଜୁଆ ଦିଶୁଛି, ଟିକେ ପାଣି ମଧ୍ୟ ରହିଛି। ଡୋଳାରେ କେମିତି ସ୍ଥିର ଦୃଷ୍ଟି। ଆଖିର ଧଳା ଅଂଶ ବି ଇଷତ୍ ନେଳିଆ ଲାଗୁଛି। ଦି ଆଖି କୋଣରେ ଧଳାସିଆ ନିନ୍ଦେରା। ମୁହଁ ଆଡ଼କୁ ଦୃଷ୍ଟି ପଡ଼ିଲା ରୁନିର। ଗୁଡ଼ାଏ ବିଚିତ୍ର ଗାରକଟା ହୋଇଛି ମୁହଁ ସାରା। ନାଲି ଓ କଳା ରଙ୍ଗର ଟିପି ଟିପି ଚାରିଆଡ଼େ। ମଇଳା ମାଟିଆ ରଙ୍ଗର ଓଦା କନା ଖଣ୍ଡେ ଯେମିତି ଲୋଚାକୋଚା କରି ଚୁପୁଡ଼ି ମୁହଁରେ ଅଠା ଦେଇ ଲଗେଇ ଦେଇଛି କିଏ। ଓଠ ଦି ଫାଳି ବାଇଗଣୀ ରଙ୍ଗର ଦିଶୁଛି ଓ ପାଟି ଭିତରକୁ ପ୍ରାୟ ପଶିଯାଇଛି। ଜେଜିଙ୍କର ସିଧା ବଡ଼ ନାକଟି ଆଗ ଆଡ଼କୁ ବାଙ୍କି ଯାଇଛି ଡାହାଣ ପଟକୁ। ମୁଣ୍ଡରେ ଗୋଟା ଗୋଟା ବାଳ, ଧଳା ରଙ୍ଗ। ରୁନି ଖଟ ଦାଢ଼ରେ ବସି ପଡ଼ିଲା ଓ ଜେଜିଙ୍କର ଡାହାଣ ହାତ ଅଳ୍ପ ଉଠାଇ ନିଜ ହାତରେ ଧରିଲା। ଖୁବ୍ ପତଳା ହାତ, ହାଡ଼ୁଆ। ଜେଜିଙ୍କର ଲମ୍ବାଳିଆ ହାତ ଓ ଆଙ୍ଗୁଠି। ତାଙ୍କ ପାପୁଲି ଉପର ଟିକେ ଆଉଁସିଲା ରୁନି। ଗାଢ଼ ନୀଳ ରଙ୍ଗର ଟାଣ ଶିରାଗୁଡ଼ାକ ଛନ୍ଦାଛନ୍ଦି ହେଇ ଫୁଟି ବାହାରି ପଡ଼ୁଛନ୍ତି ଚମଡ଼ାରୁ ଯେମିତି। ଗଛର ଚେର ପରି ଲମ୍ବିଛନ୍ତି, ମିଶି ଯାଇଛନ୍ତି ପାପୁଲିର ହାଡ଼ ଓ ଚମ ମଝିରେ ଏତକ ଉବୁକି ଆସିଥିବା ଶିରା। ଅନ୍ୟମନସ୍କ ଭାବେ ତା ଉପରେ ନିଜ ଆଙ୍ଗୁଠି ଘଷୁଥିଲା ରୁନି। ବର୍ଷା ହେଲାଣି, ଆଣିଲୁ ତ ସବୁ? ଟିକେ ଜୋର ଦେଲା ପରି କହିଲେ ଜେଜି। ଆରେ ବର୍ଷା ହେଉନି, ହବାର ବି ନାହିଁ, ଭାରି ଗରମ। ଆଉ ତୁମେ କ'ଣ ଆଣିବାକୁ କହୁଛ ଯେ? ଟିକେ ବଡ଼ ପାଟିରେ ତାଙ୍କ ମୁହଁ ପାଖକୁ ମୁହଁ ନେଇ କହିଲା ରୁନି। ଅନେକ ଦିନ ହେଲା ବଡ଼ ପାଟିରେ ନ କହିଲେ ଜେଜିଙ୍କୁ ଶୁଭୁ ନାହିଁ। ତା ପାଟି ଶୁଣି ଜେଜିଙ୍କର ଆଖି ଯେମିତି ଟିକେ ଅଧିକ ମେଲିଗଲା। ଚମକି ପଡ଼ିଲେ କି ଆଉ? ରୁନି ଭାବି ହେଲା। ଏଥର ଜେଜିଙ୍କର ସାମ୍ନା ଆଡ଼କୁ ଲମ୍ବିଥିବା ଦୃଷ୍ଟି ରୁନି ମୁହଁରେ ନିବଦ୍ଧ ହେଲା। ହେଲେ ରୁନିକୁ ସେ ଠିକ୍ କରି ଦେଖୁଛନ୍ତି ବୋଲି ବୋଧ ହେଲା ନାହିଁ ରୁନିର। କ'ଣ କହୁଛ? ଆଉଥରେ ବଡ଼ ପାଟି କରି ସେମିତି ମୁହଁ ଝୁଙ୍କାଇ କହିଲା ରୁନି। ଉତ୍ତର ଦେଲେ ନାହିଁ ଜେଜି। ରୁନି ସେମିତି ତାଙ୍କ ହାତ ଧରି ବସି ରହିଲା। ଶୀତ ହଉଛି, କେତେବେଳେ ଧୀର ସ୍ୱରରେ କହିଲେ ଜେଜି। କିନ୍ତୁ ଠିକ୍ ରୁନିକୁ ଲକ୍ଷ୍ୟ କରି ଯେ କହିଲେ ତା ବି ନୁହେଁ। ଶୀତ ଲାଗୁଛି ଜେଜିଙ୍କୁ ଏଇ ଗରମରେ? କାବା ହେଇ ତାଙ୍କୁ ଟିକେ ଚାହିଁଲା ରୁନି ଓ ମୁହଁ ଉଠାଇ କାନ୍ଥକୁ ଦେଖିଲା। କାନ୍ଥରେ ଗୁଡ଼ାଏ ଫଟୋ ଲାଗିଛି। ଜେଜିଙ୍କ ଫଟୋ, ତାର ତା ବାପା ମାଙ୍କ ସହ, ଭାଇ ସହ, ତା ଦି ବଡ଼ ପିଇସି ଓ ପିଇସାଙ୍କର ସେମାନଙ୍କ ପିଲାଙ୍କ ସହ। ଟିକିଏ ଛାଡ଼ି ଅଛି ଆଉ ଗୋଟିଏ ଫଟୋ, ଜଣେ ଯୁବତୀର, ଶାଢ଼ୀ ପିନ୍ଧା, ଦିଟା ବେଣୀରୁ ଗୋଟିଏ ପଛ ପାଖରେ ଆଉ ଗୋଟିଏ ଆଗକୁ ଛାତି ଉପରେ ପଡ଼ିଛି। ମୁହଁରେ ସରୁ ହସ। ମୁଁ କେତେ ସୁନ୍ଦର ଥିଲି ଦେଖୁଛୁ? ଆମ 5 ଖଣ୍ଡ ଗାଁରେ ଏମିତି କିଏ ନଥିଲେ ଦେଖିବାକୁ। ମୋ ଫଟୋ ଗୋଟିଏ ଉଠା ହେଇଥିଲା ତୋ ଜେଜେଙ୍କ ପାଖକୁ ପଠାଇବାକୁ। ତୋ ଜେଜେ ସେତେବେଳେ ଆହ୍ଲାବାଦରେ ପଢ଼ୁଥିଲେ, ଦେଖୁଛୁ? କେତେବାର ଏଇ ଫଟୋ ଆଡ଼କୁ ଆଙ୍ଗୁଠି ଇସାରା କରି ଦେଖେଇଛନ୍ତି ଜେଜେ। ବେଳେବେଳେ ସେଇ ଫଟୋ ଆଗରେ ଯାଇ ସେ ଠିଆ ହୁଅନ୍ତି ଓ କ'ଣ ଯେମିତି ନିରେଖି କରି ଦେଖନ୍ତି। ପାପା ଏଇ ଫଟୋକୁ ରଙ୍ଗ କରିଦେଇଛନ୍ତି ବୋଲି କୁହନ୍ତି ଜେଜି। ନହେଲେ ସେତେବେଳେ ତାଙ୍କ ବେଳେ କଳା ଧଳା ଫଟୋ ଥିଲା। ଜେଜିଙ୍କ ଫଟୋ କଥା ମାଙ୍କୁ ଥରେ ଦିଥର କହିଛି ରୁନି। ମା ମୁହଁ ମୋଡ଼ିଛନ୍ତି। ବୁଢ଼ୀ ଭାବିଛନ୍ତି ସେଇ ଏକା ସୁନ୍ଦରୀ ଥିଲେ, ଆଉ କେହି ନୁହଁ। ଫଟୋ ଉପରୁ ଆଖି ଫେରାଇ ଘରର ଛାତ ଆଡ଼କୁ ଚାହିଁଲା ରୁନି। ଠିକ୍ ଫଟୋ ଉପରେ କାନ୍ଥର ଛାତ ସହ ଲାଗିଥିବା କୋଣରେ ଗୁଡ଼ାଏ ବୁଢ଼ିଆଣୀ ଜାଲ ଓହଳିଛି। ପାଖ କାନ୍ଥରେ ପାଣି ଜକେଇଛି। ଛାପି ଛାପିକା ଚିତ୍ର ବିଚିତ୍ର ହେଇଛି, ରଙ୍ଗ ଛଡ଼ା ଠାଏ ଠାଏ। ଜେଜିଙ୍କୁ ଚାହିଁଲା ରୁନି। ବେକ ପର୍ଯ୍ୟନ୍ତ ଚଦର ଖଣ୍ଡିରେ ଘୋଡ଼େଇ ଦିଆଯାଇଛି ତାଙ୍କୁ, ଅଥଚ ତାଙ୍କୁ ଶୀତ କରୁଛି। ମୁଣ୍ଡ ଉପରେ ସାମାନ୍ୟ କଁ କଁ ଶବ୍ଦ କରି ପଙ୍ଖା ଘୁରୁଛି। ଚଦରଟା ଜେଜିଙ୍କର ଅବୟବର ଚିତ୍ରଟିଏ ପରି ଦେଖାଯାଉଛି। କେତେ ପତଳା ହେଇଗଲେଣି ଜେଜି। ମୁହଁ ଖୁବ୍ ଛୋଟ ହେଇଯାଇଛି। ଦେହ ଲାଗୁଛି ଯେମିତି ପତଳା ଛୋଟ ପିଲାଟିକୁ କିଏ ଚାଦର ଘୋଡ଼େଇ ଶୋଇ ଦେଇଛି। ପୁଣି ରୁନିର ଦୃଷ୍ଟି କାନ୍ଥରେ ଝୁଲୁଥିବା ଜେଜିଙ୍କର ଫଟୋ ଉପରେ ପଡ଼ିଲା ଓ ସେ ଧଡ଼ କରି ସେ ରୁମ୍ରୁ ବାହାରି ଆସିଲା। ବାରଣ୍ଡାରେ ଠିଆ ହୋଇ ରୁନି ଓ ଆଗକୁ ଚାହିଁଲା। ଗଳା ରୁନ୍ଧି ହୋଇଯାଇଥାଏ ତାର, ଆଖିକୁ ଜାଲଜାଲୁଆ ଦିଶୁଥାଏ।
ତଣ୍ଟି ଫଟାଇ ପାଟି କରି କାନ୍ଦିବାକୁ ଇଚ୍ଛା ହେଉଥିଲା ରୁନିର। ପରୀକ୍ଷା ସରିଯାଇଛି ତାର, ଖରାଦିନ ଛୁଟି ଆହୁରି ଆରମ୍ଭ ହିଁ ନାହିଁ। ଏବେ ସକାଳ ସ୍କୁଲ ହେଉଛି, 10:30 ବେଳେ ସେ ଘରକୁ ଫେରୁଛି, ଯେତେବେଳେ ମା ଓ ପାପା ଅଫିସ ବାହାରୁଛନ୍ତି। ଦିନ ସାରା ସେ ଏକୁଟିଆ, ଆଉ ଜେଜି ସେଇ ଘରେ ସେମିତି ଖଟ ଉପରେ। ଆଗରୁ ସେ ଜେଜିଙ୍କ ପାଖରେ ଶୋଉଥିଲା ଯେତେବେଳେ ସେ ଭଲ ଥିଲେ। ଏବେ ପାଖାପାଖି ବର୍ଷେ ହେବ ଜେଜି ଖଟରେ। ବାଥରୁମରୁ ବାହାରିଲା ବେଳକୁ ପଡ଼ିଗଲା ପରେ। ଯେଉଁ ରୁମଟି ଖାଲି ଥିଲା ସେଇଠିକୁ ନିଜ ଲୁଗାପଟା ବହିପତ୍ର ଉଠାଇ ନେଇଛି ରୁନି। ମା କହିଲା ପରେ, ତ ଜେଜିଙ୍କର ଆଉ ବେଶୀ ଦିନ ନୁହେଁ, ମା କହୁଥିଲେ। ଜେଜି ସେମିତି ଖଟ ଉପରେ ପଡ଼ି ରହିଛନ୍ତି କେତେ ଗୁଡ଼ାଏ ଦିନ ହେଲା। କ'ଣ ପାଇଁ? କାହାକୁ ଯେମିତି ଅପେକ୍ଷା କରିଛନ୍ତି। ହେଲେ କାହାକୁ? ମୃତ୍ୟୁକୁ? ଶିହରି ଉଠିଲା ରୁନି। କେମିତି ହେଇଥିବ ମରଣ? ଜେଜି ଯଦି ମୃତ୍ୟୁ ଆଡ଼କୁ ଧୀରେ ଧୀରେ ଆଗେଇ ଯାଉଛନ୍ତି, ତେବେ କେମିତି ଲାଗୁଥିବ ତାଙ୍କୁ? କ'ଣ ଭାବୁଥିବେ ସେ? ଅନ୍ୟମନସ୍କ ହେଇ ବ୍ୟାଗ୍ ଭିତରେ ବହିପତ୍ର ରଖୁଥିଲା ରୁନି। ଟ୍ୟୁସନ୍ ଅଛି, ଲଞ୍ଚ ପରେ ପରେ ବାହାରି ଯିବ ସେ। କାମ କରୁଥିବା ସ୍ତ୍ରୀ ଲୋକଟି ଡାଇନିଂ ଟେବୁଲ ଉପରେ ଖାଇବା ରଖିଦେଇ ଯାଇଛି। ସେ ପୁଣି ଆସିବ 2:30ଟାରେ। ରୁନି ଲଞ୍ଚ ଖାଇ ଟ୍ୟୁସନ୍ ଯିବ। ସେ ଆସିଲା ପରେ ସ୍ତ୍ରୀ ଲୋକଟି ରହିବ ଘରେ, ଜେଜିଙ୍କୁ ଜଗିବ। ତୋ ପିଲାଦିନେ ଅନେକ ବର୍ଷ ଧରି ତତେ ଜେଜି ଜଗି ରହୁଥିଲେ। ଆମେ ତ ଅଫିସ ଚାଲି ଯାଉଥିଲୁ। ତା ପାପା କେତେଥର କହିଛନ୍ତି ତାକୁ। ଜେଜି ବି ଛୋଟ ପିଲା ହୋଇଥିବେ, ଏମିତି ଜଗିଥିବ କିଏ ତାଙ୍କୁ। ସବୁବେଳେ ବତେଇଥିବ ଏ କଥା କର ସେ କଥା କର ନା। ଆଉ ଜେଜି ବଡ଼ ହୋଇଥିବେ, ତାରିପରି ହୋଇଥିବେ। ସେ କହୁଥିଲେ ଯେ 7ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ଗାଁ ସ୍କୁଲରେ। ଜେଜିଙ୍କୁ ତା ବୟସ ହେଲା ବେଳକୁ 15 ବର୍ଷ ପୁରିଲା ବେଳକୁ ସେ ବାହା ହୋଇଯାଇଥିଲେ। କେମିତି ଦିଶିଥିବେ ଜେଜି ବୋହୂ ହେଇ। କେମିତି ହେଇଥିବ ତାଙ୍କ ବାହାଘର, ଘରକରଣା, ସଂସାର, ପିଲାଛୁଆ। କେତେ ସମୟ ବିତି ଯାଇଥିବ ତାଙ୍କର ଏସବୁଥିରେ। ସେ କ'ଣ ସେତେବେଳେ ଭାବୁଥିବେ ଯେ ସେ ଦିନେ ଏତେ ବୁଢ଼ୀ ହୋଇଯିବେ? ଏମିତି ଦିଶିବେ ଯେମିତି କଙ୍କାଳଟେ ପରି ଦିଶୁଛନ୍ତି। ଖଟ ଉପରେ ପଡ଼ି ପଡ଼ି ଅପେକ୍ଷା କରୁଥିବେ ମୃତ୍ୟୁକୁ। କେମିତି ହେଇଥିବ ମୃତ୍ୟୁ? କେମିତି ହୋଇପାରେ? ସେ ବି ଦିନେ ବୁଢ଼ୀ ହେବ, ଆଉ ଏମିତି ମରିବାକୁ ଅପେକ୍ଷା କରିବ। ଖାଲି ସେ ନୁହେଁ, ତା ମା, ପାପା, ଭାଇ ସମସ୍ତେ। ତା ସାଙ୍ଗମାନେ, ତା ସ୍କୁଲର ସାର୍, ମିସ୍ ଆଉ ଶ୍ରୀମାନ ବି। ତାକୁ ସୁନ୍ଦର SMS ଫରୱାର୍ଡ କରେ ସେ। ତା କ୍ଲାସରେ ପଢ଼ୁଛି। କଣେଇ କଣେଇ ଚାହେଁ ତାକୁ। ତା ପାଖ ଦେଇ କ୍ଲାସ ସାମ୍ନାରେ ଚାଲିଯାଏ ସେ। ଯେତେବେଳେ ମୁହଁ ବୁଲେଇ ଚାହିଁଲେ ଶ୍ରୀମାନର ତାକୁ ଅନେଇଥିବା ଚେହେରା ହିଁ ଆଖିରେ ପଡ଼େ ରୁନିର। ବେଳେ ବେଳେ ତ ନାଲି ପଡ଼ିଯାଏ ମୁହଁ ତାର। ରୁବିନା, ମିତୁ ସବୁ ଚିଡ଼ାନ୍ତି, ତାର ତୋ ପ୍ରତି ଇଶ୍କ ଅଛି, ସେ ତୋର ବୟଫ୍ରେଣ୍ଡ। ହେଲେ ମୁହଁ ଖୋଲି କିଛି କୁହେ ନାହିଁ ଶ୍ରୀମାନ। ଫେସବୁକରେ ବନ୍ଧୁ ହେବାକୁ ଅନୁରୋଧ ପଠାଇଥିଲା। ରୁନି ଓକେ କରିଛି। ବେଳେ ବେଳେ ଫେସବୁକରେ ମଧ୍ୟ ମେସେଜ ଦିଏ ସେ। କ୍ଲାସରେ ଏକାଠି କିଛି ଟାସ୍କ ଦିଆହେଲେ ପରୋକ୍ଷ ଭାବରେ କଥାବାର୍ତ୍ତା କରନ୍ତି ସେମାନେ। ମୋଟ ଉପରେ ଶ୍ରୀମାନ ତାକୁ ଭଲ ଲାଗେ। ମାଙ୍କୁ ଥରେ ଚିହ୍ନେଇ ଦେଇଥିଲା ଶ୍ରୀମାନଙ୍କୁ ଅନ୍ୟମାନଙ୍କ ସହ, ସ୍କୁଲର ବାର୍ଷିକ ଉତ୍ସବରେ। ଆଉ ଶ୍ରୀମାନ ବି କ'ଣ ବୁଢ଼ା ହୋଇଯିବ? ବୁଢ଼ା ହେଲେ କେମିତି ଦିଶିବ ସେ? ଆଉ ବୁଢ଼ା ହୋଇ ତାକୁ କ'ଣ ଏମିତି କନକନ ହେଇ ଚାହୁଁଥିବ? ସେ ନିଜେ କେମିତି ଦିଶୁଥିବ? ସେ ବି ତ ବୁଢ଼ୀ ହୋଇଥିବ। କାହିଁକି ହେବ ଏସବୁ? ରୁନିକୁ ବଡ଼ ଅସହାୟ ଲାଗିଲା। କିଛି ଗୋଟାଏ କରି ଏଇ ପ୍ରକ୍ରିୟାକୁ ବନ୍ଦ କରି ଦେଇ ହୁଅନ୍ତାନି? ସମସ୍ତେ ବଢ଼ିବେ, ବୁଢ଼ା ହେବେ ଆଉ ମରିବେ। କାହିଁକି? ସେତିକି ନିର୍ଦ୍ଦିଷ୍ଟ ସମୟ ଭିତରେ ବଡ଼ ହେବେ, ପାଠ ପଢ଼ିବେ, ଚାକିରି କରିବେ, ସଂସାର କରିବେ, ନିଜ ପିଲାଛୁଆଙ୍କୁ ବଢ଼ାଇବେ ଓ ବୁଢ଼ାବୁଢ଼ୀ ହେବା ଆଗକୁ ଗତି କରି ଚାଲିଥିବେ, ପ୍ରାୟ ଧାଇଁ ଚାଲିଥିବେ। ଆଉ ମୃତ୍ୟୁ ଆଡ଼କୁ ବି। ଯଦି ସବୁକିଛି ଶେଷ ହୋଇଯିବ ଏମିତି ଭାବରେ, ତେବେ କ'ଣ ଦରକାର ଏସବୁର ଆରମ୍ଭ କରିବା? କାହିଁକି ଏ ପ୍ରକ୍ରିୟା ଚାଲିଛି ଯେ? ଏ ମଣିଷ ଜୀବନଟା ସତରେ କେତେ ଛୋଟ, ମା କହୁଥିଲେ। କେମିତି ଗୋଟାଏ ହତାଶା ଆଉ ବିରକ୍ତି ଭରି ରହିଥିଲା ତାଙ୍କ ସ୍ୱରରେ। ଏଇ କାଲି ପରି ଲାଗୁଛି ମୋ ବାହାଘର, ବବଲୁର ଜନ୍ମ ଆଉ ତାର 1.5 ବର୍ଷ ପରେ ତୋର। ତତେ ପ୍ଲାଷ୍ଟିକ ଟବରେ ବସାଇ ତତେ ସେତେବେଳକୁ 6 ମାସ ହୋଇଥିବ ଗାଧେଇ ଦେଉଥିବାର ଦୃଶ୍ୟ ଏବେ ସଫା ସଫା ମୋ ଆଖି ଆଗରେ ନାଚି ଯାଉଛି। ଟିକେ ବି ପୁରୁଣା ଲାଗୁନି। ଆଉ ତୁ ଯେତେବେଳେ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିଲୁ, ମୋ 2 ଗୋଡ଼କୁ ଧରି ଠିଆ ହେଇଯାଉଥିଲୁ, ତୋ ସହ ଆମେ, ତୋ ପାପା ଆଉ ମୁଁ କେମିତି ହସୁଥିଲୁ, ମନେ ପଡ଼ୁଛି। ଆଉ ଲାଗୁଛି
ଯେ ଏ ଭିତରେ ବିତି ଯାଇଥିବା ଏତେ ଗୁଡ଼ାଏ ବର୍ଷ ଯେମିତି ପୋଛି ହୋଇଯାଉଛି। ଆଉ ଏବେ ଦେଖ, ମୋ ମୁଣ୍ଡରେ କେତେ ଗୁଡ଼ାଏ ପାଚିଲା କେଶ ବାହାରିଲାଣି। ମା ହସି ଦେଇଥିଲେ। ତାଙ୍କର ସେ ହସ କେମିତି କରୁଣ ଲାଗିଥିଲା ରୁନିକୁ ସେଦିନ। ପୁଣି ଉଚ୍ଚ ସ୍ୱର ଶୁଭିଲା ଜେଜିଙ୍କ ରୁମ୍ରୁ। ରୁନି ଦୌଡ଼ିଗଲା। କ'ଣ କିଛି କହୁଛ ଜେଜି? ସେମିତି ଶୂନ୍ୟ ଚାହାଣୀରେ ତା ଆଡ଼କୁ ଚାହିଁ ରହିଥିଲେ ଜେଜି। ଅଳତା ସିନ୍ଦୁର ବେଳ ଗଡ଼ି ଯାଉଛି। ବାରିକି ଆଣି କୁଆଡ଼େ ଗଲା? ଲୁଗା ନଦେଲେ ବେଦୀକୁ ଆସିବ ନାହିଁ ଜିଦ୍ ଧରିଛି। ଟିକିଏ ପରେ କହିଲେ ଜେଜି। ରୁନିକୁ ଲାଗିଲା ସେ ତାକୁ ଚାହିଁଛନ୍ତି। ଜେଜି ପ୍ରାୟ ଏମିତି କିଛି କିଛି କହୁଥାନ୍ତି ଓ ବଡ଼ ପାଟିରେ ସ୍ପଷ୍ଟ ଭାବରେ କୁହନ୍ତି। କିନ୍ତୁ ଆଉ କିଏ କ'ଣ କହିଲେ ଶୁଣିପାରନ୍ତି ନାହିଁ। ଅନେକ ଦିନରୁ ଦେଖି ଆସୁଛି ରୁନି। ତାଙ୍କର ପ୍ରାୟ କହୁଥିବା କଥା ରୁନି ବୁଝିପାରେ ନାହିଁ, ଜାଣିପାରେ ନାହିଁ। ତାକୁ କହୁଛନ୍ତି କି ଆଉ କାହାକୁ କହୁଛନ୍ତି ତାକୁ ଜଣାପଡ଼େ ନାହିଁ। ମା କୁହନ୍ତି, ତୋ ଜେଜି ସବୁବେଳେ ଏମିତି ଗଜର ଗଜର ହେଉଥିବେ। ଦେଖିବୁ ମଲା ବେଳକୁ ବି ଏମିତି ଗପୁଥିବେ। ଜେଜି, ତୁମକୁ କଷ୍ଟ ହେଉଛି କି? ମୁହଁ ଝୁଙ୍କାଇ ପଚାରିଲା ରୁନି। ସତ କହୁଥିଲେ ମା। କେତେ ଶୀଘ୍ର ଦିନ ଚାଲିଯାଉଛି। 2012 ଡିସେମ୍ବର 31 ତାରିଖରେ ସେମାନେ ଏକାଠି ହେଇଥିଲେ। କ୍ଲବ ପଡ଼ିଆ ସାରା ବଡ଼ ବଡ଼ ଡ୍ରମ୍ରେ ନିଆଁ ଜଳୁଥିଲା। ସେମାନେ ଶୀତ କପଡ଼ା ପିନ୍ଧିଥିଲେ। 2012ର ହିଟ୍ ଗୀତଗୁଡ଼ିକ ବାଜୁଥିଲା ଡିଜେ ଦ୍ୱାରା। ସେମାନେ ନାଚୁଥିଲେ, ତା ସାଙ୍ଗମାନେ ସମସ୍ତେ। ମା, ବାପା ବି ନାଚୁଥିଲେ ତାଙ୍କ ସାଙ୍ଗମାନଙ୍କ ସହ। ରାତି 12ଟା ପାଖାପାଖି କିଏ ଜଣେ ଷ୍ଟେଜ୍ ଉପରକୁ ଚଢ଼ିଗଲା ଓ ଗଣିବାକୁ ଲାଗିଲା। 10, 9, 8 ଆଉ 1 କହିସାରିଲା ପରେ ତାଳି ମାରିଲେ ସମସ୍ତେ। ପରସ୍ପରକୁ କୁଣ୍ଢେଇ ଧରିଲେ ହାପି ନ୍ୟୁ ଇୟର କହି। ଅଥଚ ଦେଖ, ପୁଣି ଆସି 2013 ଡିସେମ୍ବର ମାସ ଶେଷ ହେବାକୁ ବସିଲାଣି। ପୁଣି ସମସ୍ତେ କହିବେ ହାପି ନ୍ୟୁ ଇୟର ଡିସେମ୍ବର 31 ତାରିଖ ଅଧରେ। ପୁଣି 2014 ବର୍ଷକୁ ସ୍ୱାଗତ କରିବେ। ପୁଣି କେତେ କେତେ ମେସେଜ ଆସିବ ମୋବାଇଲରେ, ନୂତନ ବର୍ଷ ସୁଖ ଓ ସମୃଦ୍ଧି ଆଣିଦେଉ। ଅସଲରେ ସମୟ ଜୋରସୋର ଧାଇଁ ଚାଲିଛି। ଧରି ରଖି ହେଉନାହିଁ ତାକୁ। ପ୍ରତିଦିନ ସକାଳ ହେବା ପରେ ରାତି ହେଉଛି ଓ ପୁଣି ସକାଳ। ଏମିତି ଗୋଟିଏ ଦିନ ବିତିଗଲା ପରେ ପୃଥିବୀରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସମୟରୁ କିଛି ସରି ସରି ଯାଉଛି। ପ୍ରତିଟି ଦିନ କିଛି ଘୁରି ଯାଉଛି ସମସ୍ତଙ୍କ ଜୀବନରୁ। ଏସବୁ ହେଉଛି ଘଣ୍ଟା କଣ୍ଟା ଚାଲିଲା ପରି, ଅଥଚ ଆମକୁ ଜଣାପଡ଼ୁନାହିଁ। କେତେ ସାଧାରଣ ଭାବରେ ଚଞ୍ଚଳ ହେଉଛି ଏସବୁ। ତା ମାନେ ଜଣେ ମଣିଷ ପ୍ରତ୍ୟେକ ଦିନ ଯେତିକି ଜୀଇଁବ ସେତିକି ମରିବ ବି। ଜୀବନ ଆଉ ମରଣ ଯେମିତି ଜାଆଁଳା ଭାଇ ପରି। ଜଣେ ଦିଶୁନଥିଲେ ବି ଆଉ ଜଣଙ୍କ ଭିତରେ ତାକୁ ଦେଖିହେବ। ରୁନିକୁ ଲାଗିଲା ଯେମିତି ତା ଭିତରେ କିଛି ଓଲଟ ପାଲଟ ହେଇଯାଉଛି। ପ୍ରଥମ ଥର ସେ ମରିବା ଦେଖୁଥିଲା ମିଟୁର। ମିଟୁ ହେଉଛି ତାଙ୍କର ଶୁଆ, ଯାହାକୁ ତା ବାପା ଦିନେ ଅଫିସରୁ ଫେରିଲା ବେଳକୁ ଆଣିଥିଲେ। ପଞ୍ଜୁରୀ ଭିତରେ ଶୁଆ। ଭାଇ ତା ନାଁ ଦେଇଥିଲା। ସେତେବେଳେ ସେ 4ର୍ଥ ଶ୍ରେଣୀରେ ପଢ଼ୁଥିଲା। ଭାଇ ଓ ସେ ସ୍କୁଲରୁ ଫେରିଲା ପରେ ଝୁଲୁଥିବା ପଞ୍ଜୁରୀ ପାଖକୁ ଯାଉଥିଲେ, ତାକୁ କଥା କହିବା ଶିଖାଉଥିଲେ। ଶୁଆକୁ କଥା କହିବା ଶିଖାଯାଏ ବୋଲି ବାପା ସେମାନଙ୍କୁ କହିଥିଲେ। ଭାଇ ବଡ଼ ପାଟିରେ ବବଲୁ ବବଲୁ ବୋଲି କହୁଥିଲା ଓ ରୁନି ନିଜ ନାଁ ଧରି ପାଟି କରୁଥିଲା। କିଛି ଦିନ ଭିତରେ ଶୁଆଟି ଡାକିବା ଆରମ୍ଭ କରିଥିଲା ସେମାନଙ୍କ ନାଁ ପାଖାପାଖି ଉଚ୍ଚାରଣ କରୁଥିଲା। ମିଟୁକୁ ବୁଟ, ବାଦାମ, କାକୁଡ଼ି ଇତ୍ୟାଦି ଖାଇବାକୁ ଦିଆଯାଉଥିଲା। ମା ସେ ସବୁ କରୁଥିଲେ, ଯଦିଓ ଚିଡ଼ଚିଡ଼ ମଧ୍ୟ ହେଉଥିଲେ। କ'ଣ ହେଲା କେଜାଣି, ଦିନେ ସକାଳୁ ଦେଖିଲା ବେଳକୁ ମିଟୁ ପଞ୍ଜୁରୀ ଭିତରେ ଅଦ୍ଭୁତ ଭାବରେ ପଡ଼ିଥିଲା। ଗୋଡ଼ ଦୁଇଟି ଉପରକୁ ଉଠି ରହିଥିଲା ଓ ଆଙ୍ଗୁଠି ଗୁଡ଼ାକ ବାଙ୍କି ଯାଇଥିଲା। ଆଖି ଉପରେ ଛୋଟିଆ ପରଦା ପରି କିଛି ଦେଖାଯାଉଥିଲା। ବାପା କହିଥିଲେ, ମିଟୁ ମରିଗଲା। ସେମାନେ ମିଟୁର ଦେହକୁ ପଞ୍ଜୁରୀରୁ କାଢ଼ିଥିଲେ ଓ ବାପାଙ୍କ ସାଙ୍ଗରେ ଯାଇ ବାରିପଟ ପଣସ ଗଛ ମୂଳରେ ପୋତିଥିଲେ। ତାର ମନେ ଅଛି, ସେଦିନ ସେ ବହୁତ କାନ୍ଦିଥିଲା ଓ ଭାଇ ଓ ସେ ଲଞ୍ଚ ଖାଇପାରି ନଥିଲେ। ପରେ ଯେତେବେଳେ ଭାଇ କୁକୁର ଛୁଆ ପମେରିଆନ କି ପଗିଟେ ଆଣିବାକୁ ବାରମ୍ବାର କହିଲା, ମା ଜିଦ୍ କରି ମନା କଲେ। କହିଲେ, ଦେଖିଲୁ ତ ମିଟୁ କେମିତି ମରିଗଲା। ଆଉ ସେସବୁ ନାହିଁ। କାମ କରୁଥିବା ସ୍ତ୍ରୀ ଲୋକଟିର ଦେଖା ନାହିଁ ଏପର୍ଯ୍ୟନ୍ତ। ଆଉ ଟିକିଏ ପରେ ରୁନିର ଟ୍ୟୁସନ ବାହାରିଯିବା କଥା। ମିତୁର କୁନି ଭଉଣୀର ଜନ୍ମଦିନ, ତା ପାଇଁ ସେ କାର୍ଡ଼ଟେ ତିଆରି କରିଛି। ଆଜି ଟ୍ୟୁସନରେ ମିତୁକୁ ଦବ। ମିତୁଲ କୁନି ଭଉଣୀଟା ଭାରି କ୍ୟୁଟ୍। କେଜିରେ ପଢ଼ୁଛି।
ସ୍କୁଲ ଯିବା ପାଇଁ ସାଇକେଲରେ ମିତୁ ଘର ପାଖରେ ପହଞ୍ଚିଲା ବେଳକୁ ଅଙ୍କଲଙ୍କୁ ଓ ମିତୁର ଭଉଣୀକୁ ବାଟରେ ଭେଟିଥିଲା ରୁନି। ଅଙ୍କଲଙ୍କ ପଛରେ ସେ ବସିଥିଲା ଦି ପଟକୁ ଗୋଡ଼ କରି। ତା ମୁଣ୍ଡର ଚୁଟି ରବର ବ୍ୟାଣ୍ଡରେ ବନ୍ଧା ହୋଇଥିଲା। ସେ ତା ବାପାଙ୍କ ପେଟକୁ ଦି ହାତରେ ଜାବୁଡ଼ି ଧରିଥିଲା ଓ ତାଙ୍କ ପିଠିରେ ମୁହଁ ଲଦି ଶୋଇଥିଲା। ତାର ଜନ୍ମଦିନ ଆଜି। ତା କଥା ମନେ ପଡ଼ିଗଲା ରୁନିର। ମିତୁର ଏକ କ୍ୟୁଟ୍ ସାନ ଭଉଣୀଟା, ସିଏ ବି କ'ଣ? ଆଉ ସେମାନେ ଯେଉଁମାନଙ୍କ ଠାରୁ ଜୀବନକୁ ଛଡ଼ାଇ ନିଆଯାଏ। କାରଗିଲରେ ଯୁଦ୍ଧ କରୁଥିବା କ୍ୟାପ୍ଟେନଙ୍କର ମରଶରୀର ତାଙ୍କ ଗାଁକୁ ଅଣାହେଲା। ଖବରକାଗଜରେ ବାହାରିଥିଲା। 23 ବର୍ଷ ହୋଇଥିଲା ତାଙ୍କୁ। 3ଟି ଗୁଳି ଲାଗିଥିଲା ଦେହରେ। କାଲି ଟିଭିରେ ଦେଖେଇଥିଲା ଝିଅଟିର ରକ୍ତ ଜୁଡ଼ୁବୁଡ଼ୁ ଦେହ। ହାଇୱେରେ ଟ୍ରକ୍ ମାଡ଼ି ଯାଇଥିଲା ତାକୁ। ଆଉ 10 ଦିନ ପରେ ତାର ବାହାଘର ହେଇଥାନ୍ତା। ଆଉ ତା ସାଙ୍ଗ ଶିଲାର ପିଉସୀଙ୍କ 16 ବର୍ଷର ପୁଅ ବ୍ଲଡ କ୍ୟାନ୍ସରରେ ମରିଗଲା ଯିଏ। ପ୍ରାୟ 2 ବର୍ଷ ଭୋଗି ଭୋଗି ରୋଗ ସହ ଲଢ଼େଇ କରି କରି। ଏମିତି ବି କାହିଁକି ହୁଏ? କେଉଁଥିପାଇଁ ହୁଏ? କ'ଣ କମ୍ପ୍ୟୁଟରରେ ଏମିତି କିଛି ସଫ୍ଟୱେର୍ ଅଛି ଜଣାଯିବ ଯେ କାହା ଜୀବନ କେମିତି ଯାଉଛି? କୋଉଠି ଏସବୁ ନିୟନ୍ତ୍ରଣ ହେଉଛି? କାହା ନିର୍ଦ୍ଦେଶରେ? ସମସ୍ତଙ୍କ ପାଇଁ ଅଲଗା ଅଲଗା, କାହାର କାହା ସହ ମେଳ ନାହିଁ। ପୁଣି ଚିତ୍କାର ଜେଜିଙ୍କର। କ'ଣ କହୁଛନ୍ତି ଏବେ ଜେଜି ଆଉ ଭଲ ଭାବରେ ବୁଝି ହେଉନାହିଁ। ବାକ୍ୟ ନୁହେଁ, ଗୋଟିଏ ଗୋଟିଏ ଶବ୍ଦ ଟିକେ ଟିକେ ଛାଡ଼ି ସେ କହୁଛନ୍ତି। ଜେଜି। ତାଙ୍କୁ ଟିକେ ହଲାଇ ଦେଲା ରୁନି। କେମିତି ଲାଗୁଛି ତୁମକୁ? ରୁନି ତାଙ୍କ ଆଖିକୁ ଚାହିଁ ପଚାରିଲା। ତାଙ୍କ ଦୃଷ୍ଟି ରୁନି ଉପରେ ନିବଦ୍ଧ ହୋଇଥିଲା, ଯଦିଓ ସେ ରୁନି ପ୍ରଶ୍ନର ଉତ୍ତର ଦେଲେ ନାହିଁ। ଜେଜି, ତୁମକୁ ଡର ମାଡ଼ୁଛି କି? ରୁନି ଟିକେ ରହି ପଚାରିଲା। କିଛି ଉତ୍ତର ନାହିଁ। ବୁଢ଼ୀ ମରିବାକୁ ଡରୁଛନ୍ତି। କେତେଦିନ ତଳେ ମା କହୁଥିଲେ, କାଳେ ମରିଯିବି। ସତରେ କ'ଣ ମରିଯିବି ବୋଲି ବାରମ୍ବାର କହୁଛନ୍ତି? ଜେଜି ନ ରହିଲେ, ଚାଲିଗଲେ, ମରିଗଲେ ଅନେକ କଥା ଲୁଚିଯିବ ତାଙ୍କ ସହ। ତାଙ୍କ 80 ବର୍ଷର ଜୀବନର କେତେ ସୁଖ ଦୁଃଖ, ରହସ୍ୟ, ଗୋପନୀୟତା, ସବୁ ସାରା ଜୀବନର। ଯଦି ସମୁଦ୍ର ପରି ହୁଏ, ମଣିଷମାନଙ୍କର ସମସ୍ତଙ୍କର ମିଶି ଜୀବନ, ତାହେଲେ ଟୋପାଏ ଜଳ ତ ଶୁଖିଯିବ। ମରିବା ସହ ଜନ୍ମ ବି ରହିଛି। ବାପା କହୁଥିଲେ, ମଣିଷର ଆତ୍ମା ମରେ ନାହିଁ, ଖାଲି ଦେହ ନଷ୍ଟ ହୁଏ। ଆତ୍ମା ଆହୁରି ଗୋଟାଏ ଶରୀରରେ ପ୍ରବେଶ କରେ। କିଏ ଜାଣେ ଜେଜିଙ୍କ ଆତ୍ମା କାହା ଦେହରେ ପଶିବ? ମିତୁ କହୁଥିଲା, ମଣିଷର ଆତ୍ମା କୁଆଡ଼େ ବୁଢ଼ିଆଣୀ ଦେହରେ ପଶିଥାଏ। ରୁନିର ଆଖି ଚଟ୍ କରି ଚାଲିଗଲା କାନ୍ଥ ଉପରର କୋଣରେ ଛାତରୁ ଲମ୍ବିଥିବା ବୁଢ଼ିଆଣୀ ଜାଲ ଓ ସେଥିରେ ଝୁଲୁଥିବା ବୁଢ଼ିଆଣୀ ଆଡ଼କୁ। ଜେଜିଙ୍କ ଆତ୍ମା ଯଦି ଆଉ କୁଆଡ଼େ ଚାଲିଯିବ କ'ଣ ଭାବି ହଠାତ୍ ଉଠିଗଲା ରୁନି ଓ ଝରକା କବାଟ ବନ୍ଦ କରିଦେଲା। ଜେଜିଙ୍କ ଆତ୍ମା ଆଉ ବାହାରକୁ ଯାଇପାରିବ ନାହିଁ। ଜେଜି ଆଉ କଥା କହୁନାହାନ୍ତି। ଜେଜି କ'ଣ ସତରେ ଏବେ ମରିଯିବେ? ପାପା ଆଉ ମା ଆସିବା ଯାଏ ଜୀବନ ଅପେକ୍ଷା କରିବ ନାହିଁ ତାଙ୍କର। ମା କୁହନ୍ତି, ତୋ ପାପାଙ୍କୁ ଭାରି ଭଲ ପାଆନ୍ତି ତୋର ଜେଜି। ଅଥଚ ଏମିତି କ'ଣ ପାପାଙ୍କୁ ନ ଭେଟି? ଜେଜି, ଜେଜି। ଜେଜିଙ୍କୁ ହଲାଇ ଦେଲା ରୁନି। ଜେଜିଙ୍କ ସ୍ଥିର ଆଖି ରୁନିକୁ ଚାହିଁଛି। ଜେଜି କିଛି କହୁନାହାନ୍ତି। ରୁନି ମଧ୍ୟ ମନ୍ତ୍ରମୁଗ୍ଧ ହେଲା ପରି ଚାହିଁ ରହିଲା ତାଙ୍କୁ। ଟିକିଏ ପରେ ରୁନିକୁ ଲାଗିଲା, ସେ ଚାହିଁଥିବା ମୁହଁ ଜେଜିଙ୍କର ନୁହେଁ, ତା ନିଜର। ତା ମୁହଁ ଲୋଚାକୋଚା ରୁମାଲ ପରି ହୋଇଯାଇଛି ଓ ଜେଜିଙ୍କ ମୁହଁରେ ଥାପି ହୋଇଯାଇଛି। ସେଇଠି ଖଟ ଉପରେ ପଡ଼ି ରହିଥିବା ଜେଜିଙ୍କ ମୁହଁରେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ବିଶିଷ୍ଟ କଥାକାର ପାରମିତା ଶତପଥୀଙ୍କ ନାରୀ କବି ଓ ଅନ୍ୟମାନେ ଗଳ୍ପ ସଂକଳନସ୍ଥ ଏକ ସୁନ୍ଦର ଗଳ୍ପ କାୟା ପଲଟ। ଅଡ଼ିଓଟି କେମିତି ଲାଗିଲା ସେ ସମ୍ପର୍କରେ ଆପଣ ଆପଣଙ୍କର ମନ୍ତବ୍ୟ ଲେଖି ଜଣାଇଲେ ମୁଁ କୃତାର୍ଥ ହେବି। ଧନ୍ୟବାଦ।